କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ କଥା ହେବା ସମୁଦ୍ରରୁ ଲୁଣ କିପରି ସୃଷ୍ଟି ହୁଏ। ଜୀବନ ପାଇଁ ସବୁଠାରୁ ଅତ୍ୟାବଶ୍ୟକୀୟ ଖଣିଜ ପଦାର୍ଥ ମଧ୍ୟରୁ ଲୁଣ ହଜାର ହଜାର ବର୍ଷ ଧରି ସମୁଦ୍ରରୁ ଉତ୍ପାଦିତ ହୋଇ ଆସୁଛି। ସମୁଦ୍ର ପାଣିରେ ଦ୍ରବୀଭୂତ ଖଣିଜ ପଦାର୍ଥର ମିଶ୍ରଣ ଥାଏ, ଯାହା ମଧ୍ୟରୁ ସବୁଠାରୁ ପ୍ରଚୁର ପରିମାଣରେ ସୋଡିୟମ କ୍ଲୋରାଇଡ୍ NaCl, ଯାହା ସାଧାରଣ ଲୁଣର ରାସାୟନିକ ନାମ। ସମୁଦ୍ରରୁ ଲୁଣ ତିଆରି କରିବାର ପ୍ରକ୍ରିୟା ମୁଖ୍ୟତଃ ସୂର୍ଯ୍ୟ ଏବଂ ପବନର ମିଳିତ କ୍ରିୟା ମାଧ୍ୟମରେ ସମୁଦ୍ର ଜଳର ପ୍ରାକୃତିକ ବାଷ୍ପୀଭବନକୁ ଅନ୍ତର୍ଭୁକ୍ତ କରେ। ଉପକୂଳବର୍ତ୍ତୀ ଅଞ୍ଚଳରେ, ବିଶେଷ କରି ଗରମ ଏବଂ ଶୁଷ୍କ ଜଳବାୟୁ ଥିବା ଅଞ୍ଚଳରେ ସମୁଦ୍ର କୂଳ ନିକଟରେ ଲୁଣ ପ୍ୟାନ୍ କିମ୍ବା ବାଷ୍ପୀଭବନ ପୋଖରୀ ନାମକ ବଡ଼ ଅଗଭୀର ପୋଖରୀ ନିର୍ମାଣ କରାଯାଏ। ଉଚ୍ଚ ଜୁଆର ସମୟରେ ସମୁଦ୍ର ପାଣି ଏହି ପ୍ୟାନ୍ ଗୁଡ଼ିକରେ ପ୍ରଭାବିତ ହେବାକୁ ଅନୁମତି ଦିଆଯାଏ। ସୂର୍ଯ୍ୟ ପାଣିକୁ ଗରମ କରିବା ସହିତ ଏହା ଧୀରେ ଧୀରେ ବାଷ୍ପୀଭବନ ହେବାକୁ ଆରମ୍ଭ କରେ। ଘନୀଭୂତ ଲୁଣ ଛାଡ଼ିଯାଏ। କିଛି ଦିନ ଧରି ଅଧିକ ପାଣି ବାଷ୍ପୀଭବନ ହେବା ସହିତ ଲୁଣ ସ୍ଫଟିକ ତିଆରି ହେବା ଆରମ୍ଭ କରେ ଏବଂ ପୋଖରୀରେ ତଳ ଭାଗରେ ସ୍ଥିର ହୁଏ। ଏହି ପ୍ରକ୍ରିୟାକୁ ସୌର ବାଷ୍ପୀଭବନ ଭାବରେ ଜଣାଶୁଣା ଏବଂ ଏହା ଲୁଣ ଉତ୍ପାଦନର ସବୁଠାରୁ ପୁରୁଣା ଏବଂ ପରିବେଶ ଅନୁକୂଳ ପଦ୍ଧତି ମଧ୍ୟରୁ ଗୋଟିଏ। ଲୁଣ ସ୍ଫଟିକ ହୋଇଗଲା ପରେ ଶ୍ରମିକମାନେ ଏହାକୁ ହାତରେ କିମ୍ବା ବିଶେଷ ଉପକରଣ ସାହାଯ୍ୟରେ ସଂଗ୍ରହ କରନ୍ତି ଏବଂ ଏହାକୁ ସମ୍ପୂର୍ଣ୍ଣ ଶୁଖିବା ପାଇଁ ବିସ୍ତାର କରନ୍ତି। ଶୁଖିବା ପରେ ଲୁଣକୁ ବ୍ୟବହାର ପାଇଁ ପ୍ୟାକେଜ କରିବା ପୂର୍ବରୁ ବିଶୋଧିତ ଏବଂ ପରିଷ୍କାର କରାଯାଏ। ସୋଡିୟମ କ୍ଲୋରାଇଡ୍ ବ୍ୟତୀତ ସମୁଦ୍ର ଲୁଣରେ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଏବଂ ପୋଟାସିୟମ୍ ଭଳି ଟ୍ରେସ୍ ମିନେରାଲ୍ସ ମଧ୍ୟ ଥାଇପାରେ, ଯାହା ଏହାର ସ୍ୱାଦ ଏବଂ ପୁଷ୍ଟିକର ମୂଲ୍ୟରେ ଅବଦାନ ରଖେ। ସମୁଦ୍ରର ଲୁଣର ଗଠନ କେବଳ ରୋଷେଇ ଏବଂ ଖାଦ୍ୟ ସଂରକ୍ଷଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ବଳ ପ୍ରଦାନ କରେ ନାହିଁ, ବରଂ ରାସାୟନିକ ଉତ୍ପାଦନ ଏବଂ ଜଳ ଚିକିତ୍ସା ସମେତ ଅନେକ ଶିଳ୍ପକୁ ମଧ୍ୟ ସମର୍ଥନ କରେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବା, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା, ଜାଣିଛ ତ କ'ଣ କରିବ, ଭିଡ଼ିଓକୁ ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।